हरि ओम सच्चिदानंदरूपाय विश्वोत्पत्त्यादिहेतवे तापत्रय विनाशाय श्रीकृष्णाय वयं नमः। तप्तकाञ्चन गौरांगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये। त्वमेव माता च पिता त्वमेव बन्धु च सखा त्वमेव विद्या द्रविणं त्वमेव सर्वं मम देव त्वमेव सर्वं मम देव त्वमेव सर्वं मम देव। अनंत कोटि ब्रह्मांड नायक राज राजेश्वर भक्तवत्सल मुरली मनोहर रसरास रसिकेन्द्र मौली भगवान श्रीकृष्णकर अभय श्री चरणारविंद तले अनंत कोटि दंडवत। परम प्रेममयी परम भावमयी परम रसमयी माल्हादिनी शक्ति स्वरूपिणी श्रीराधांकर अभय श्री चरणारविंद तले अनंत कोटि दंडवत। व्यासी भगवान श्री सुखदेव गोस्वामी पाद परीक्षित महाराज श्री जगन्नाथ दास जी श्री चैतन्य महाप्रभुंक समेत मध्य सद्गुरु भगवान सत्यसाईंकर अभय श्री चरणारविंद बंदन कला परे महाप्रभुंकर दिव्य अमीय कथार धारा भितर निजको सामिल करने पाई अपेक्षा रखिथिबा प्रिय दिव्यात्मन आपण मानक समस्त को अंतरर गभीरतम प्रदेश श्रद्धा सम्मान एवं प्रणाम। महाप्रभुंकर हेतुकी कृपा जार फलस्वरूप आमे माने सही महाप्रभुंकर लीला रस आधारित श्रीमद् भागवत महापुराण को पर्यायक्रमे आलोचना करुछे एवं यही क्रम आमे आसी पहुँचले अष्टम स्कंध अष्टम अध्याय। तेबे अध्याय प्रवेश करने पूर्वर सुंदर नीति श्लोकटीए चलंत आलोचना करिबा। एकोदर समुद्भूता एको नक्षत्र जातकः न भवन्ति समाश्रयैः यथा बदरी कंटकाः। এই শ্লোকটির অর্থକୁ যদি ଆମେ ସହଜରେ ବୁଝିବାକୁ ଇଚ୍ଛା କରିବା ତା ପୂର୍ବରୁ ଟିକେ ଆଲୋଚନା କରିବା ଉଚିତ। ଆମର ଗୋଟିଏ କଥା ଅଛି ଇଣ୍ଡିଭିଜୁଆଲ ଡିଫରେନ୍ସ ଅର୍ଥାତ୍ ବ୍ୟକ୍ତିକ ପାର୍ଥକ୍ୟ। ଆମେ କେହି କାହା ପରି ନୁହନ୍ତି। ଥରେ ଭାବନ୍ତୁ ଆମ ସମସ୍ତଙ୍କ ଭିତରେ 206 ଖଣ୍ଡ ହାଡ଼ ରହିଛି। ଆମ ସମସ୍ତଙ୍କର 2ଟି ହାତ 2ଟି ଗୋଡ଼ 2ଟି ଆଖି ନିଶ୍ଚିତ ରହିଛି। ହଁ ଏମିତି କ'ଣ କେଉଁଠି ଗୋଟିଏ ବିଡ଼ମ୍ବନା ହେଲା ସେ କଥାକୁ ଆମେ ଆଉ ଯୁକ୍ତି କଲେ ହେବ କି? ପ୍ରାୟତଃ ଚିନ୍ତା କରାଯାଉ ଆମ ସମସ୍ତଙ୍କର ଯଦିଓ ବାହ୍ୟ ଗଢ଼ଣଟି ସମାନ, ଆମ ସମସ୍ତଙ୍କର ସ୍ୱର ସମାନ କି? ନାଇଁ, ସ୍ୱର ଛାଡ଼ନ୍ତୁ ମୁଁ, ଆମର ଆଙ୍ଗୁଠିର ଯେଉଁ ଟିପ ଚିହ୍ନ ସମାନ କି? ନା, ଏପରିକି ଆମ ସମସ୍ତଙ୍କର ବିଚାରଧାରା ମଧ୍ୟ ସମାନ ନୁହେଁ। ଥରେ ମୋ ପୁଅ ପଚାରିଲା, କହିଲା ବାବା ସବୁ ମଣିଷ ଏକାପରି ହୋଇଥିଲେ କିପରି ହୋଇଥାନ୍ତା? ମୁଁ ହସିଦେଲି। ମୁଁ କହିଲି ଯଦି ସବୁ ମଣିଷ ଏକାପରି ହୋଇଥାନ୍ତେ ତେବେ ଇଏ ବାପା ସିଏ ଦାଦା ସିଏ ମଉସା ସିଏ କକା ଆମେ ଜାଣିପାରିଥାନ୍ତେ କେମିତି? ଅତଏବ କେବଳ ଯେ ମଣିଷର ବାହ୍ୟ ରୂପଟା ପରସ୍ପର ଠାରୁ ଅଲଗା ତା ନୁହେଁ। ଗୋଟିଏ ବାଘର ଆଉ ଗୋଟିଏ ବାଘ ସହିତ ଆମେ ଯଦି ତୁଳନା କରିବା ସେ ବାଘ ପିଠି ଉପରେ ପଡ଼ିଥିବା କଳା କଳା ଚିହ୍ନ ସେ ମଧ୍ୟ ଏକାପରି ନୁହେଁ। କୌଣସି ଜୀବଙ୍କର ଯୋଡ଼ିଏ ପାରା ଏକାପରି ନୁହନ୍ତି। ଆମେ
ଜାଣିପାରୁନେ, କିନ୍ତୁ ସେମାନେ ତାଙ୍କର ସୂକ୍ଷ୍ମ ଦୃଷ୍ଟିରେ ସେମାନେ ଜାଣିପାରନ୍ତି, ଯାହାଫଳରେ କି ସେମାନଙ୍କର ସମ୍ପର୍କରେ ମଧ୍ୟ କୌଣସି ଅସୁବିଧା ହୁଏନି। ଆଉ ଗୋଟିଏ କଥା ବିଚାର କରିବା, ଆମ ସମସ୍ତଙ୍କର ବାହ୍ୟ ରୂପ ଅଲଗା ଅଲଗା ହୋଇଛି। ଯଦି ଅନ୍ତଃ ରୂପ ଅଲଗା ଅଲଗା ହୋଇଥାନ୍ତା କ'ଣ ହୋଇଥାନ୍ତା? ମନେ କରନ୍ତୁ, ଗୋବିନ୍ଦ ବାବୁଙ୍କର ପେଟର ଗଢ଼ଣ ଗୋଟେ ପ୍ରକାର, ଗୌର ବାବୁଙ୍କର ପେଟର ଗଢ଼ଣଟା ଆଉ ଗୋଟେ ପ୍ରକାର ହୋଇଥାନ୍ତା, ହରିବାବୁଙ୍କର ଆଖିର ଭିତରଟା ଗୋଟେ ପ୍ରକାର, ଶିବୁ ବାବୁଙ୍କର ଆଖିର ଭିତରଟା, ମୁଁ ବାହାର କଥା କହୁନି, ଆଉ ଗୋଟେ ପ୍ରକାର ହୋଇଥାନ୍ତା। ଆମ ଚିକିତ୍ସା ବିଜ୍ଞାନ ସମର୍ଥ ହୋଇଥାନ୍ତା କି ସଜଡ଼ା ସଜଡ଼ି କରିବା ପାଇଁ? କେବେ ନୁହେଁ। ଅତଏବ ମହାପ୍ରଭୁ ଜାଣି ଜାଣି ଆମର ବାହାରଟାକୁ ପରସ୍ପର ଠାରୁ ଢେର ଅଲଗା କରିଥିଲା ବେଳେ ଆମର ଭିତରଟା ପ୍ରାୟ ସବୁ ସମାନ। କିନ୍ତୁ ଯଦି ଆମେ ତାତ୍ତ୍ୱିକ ଦୃଷ୍ଟିକୋଣରେ ବିଚାର କରିବା, ଆମ ସମସ୍ତଙ୍କ ଭିତରେ ଆତ୍ମା ସମାନ, ଆମ ସମସ୍ତଙ୍କ ଭିତରେ ବିଚାର ସମାନ ନୁହେଁ। କାହିଁକି ସମାନ ନୁହେଁ? ଆମେ ଆମକୁ ଆତ୍ମା ବୋଲି ବିଚାର କରୁନେ, ଦେହ ବୋଲି ବିଚାର କରୁଛେ। ଆମେ ଆମର ପରିଚୟ ପ୍ରତିଷ୍ଠା କରୁଛେ ଆତ୍ମିକ ସ୍ଥିତିକୁ ନେଇ ନୁହେଁ, ଆମର ସାମାଜିକ ପ୍ରତିଷ୍ଠାକୁ ନେଇ। ଆମେ ଯେତେ ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟା କହିଲେ କ'ଣ ହେବ? ସବୁ ଫସର ଫାଟି ଯାଉଛି ଏଇଥିପାଇଁ। ଆପଣମାନଙ୍କ ଭିତରୁ କେହି କେହି ଭାବୁଥିବେ ଯେ ଆମର ନୀତି ଶ୍ଲୋକଟି କୁଆଡ଼େ ଗଲା? ଏଇଠି ଆସିବ। ଏକୋଦର ସମୁଦ୍ଭୁତା, ଶାସ୍ତ୍ର କହୁଛନ୍ତି ଗୋଟିଏ ପେଟରୁ ଜନ୍ମ ହୋଇଥିବା। एको ନକ୍ଷତ୍ର ଜାତ କାହା, ଏପରିକି ଗୋଟିଏ ନକ୍ଷତ୍ରରେ ଜନ୍ମ ହୋଇଥିବା। କେହି କାହା ପରି ନୁହନ୍ତି। ଉଦାହରଣ, ନ ଭବନ୍ତି ସମାଶ୍ଳିଃ ଯଥା ବଦରୀ କଣ୍ଟକା। ଯଦି ବରକୋଳି ଗଛର କୌଣସି ଗୋଟିଏ ଡାଳକୁ ଦେଖିବେ, ସେ ଡାଳରେ ତ ଅନେକ କଣ୍ଟା ଥିବେ, ଗୋଟିଏ ଡାଳ ହୋଇଥିବ, ସେ ଗୋଟିଏ ଡାଳରେ ମନେ କରନ୍ତୁ 10ଟା 20ଟା କଣ୍ଟା ଅଛି। ସବୁ କଣ୍ଟା ଗୁଡ଼ିକ ସମାନ ନୁହନ୍ତି। କିଏ ଡାହାଣକୁ ବଙ୍କା ହୋଇଥିବ, କିଏ ବାଁକୁ ବଙ୍କା ହୋଇଥିବ, କିଏ ସିଧା ହେଇଥିବ। କହିବାର ଅର୍ଥ, ଗୋଟିଏ ଡାଳର ବରକୋଳି କଣ୍ଟା ଗୁଡ଼ିକ ଯେମିତି ପରସ୍ପର ଠାରୁ ଅଲଗା, ଆମ ସଂସାର ଭିତରେ ପରସ୍ପର ଠାରୁ ଆମେ ସମସ୍ତେ ଅଲଗା। କିନ୍ତୁ ଏକା କେତେବେଳେ ହୋଇଯିବା? ସଦ୍ଗୁରୁ ଗୋଟିଏ ସୁନ୍ଦର କଥା କୁହନ୍ତି, ଯେକୌଣସି ନଦୀର ପାଣି ହୋଇଥାଉ ନା କାହିଁକି, ସମୁଦ୍ରରେ ପଶିଗଲେ ସେ ତ ନିଜର ପରିଚୟ ଭୁଲିଯିବ। ତେଣୁ ସମସ୍ତେ ଗୋଟିଏ ସ୍ୱାଦଯୁକ୍ତ ହୋଇଯିବେ, ଗୋଟିଏ ପରିଚୟ ହୋଇଯିବେ। ଆମ ଭିତରେ ଯେତେ ଭେଦ ବୁଦ୍ଧି ଥାଉ ନା କାହିଁକି, ଯେତେ ପାର୍ଥକ୍ୟ ବିଚାର ଥାଉ ନା କାହିଁକି, ଯଦି ଆମେ ସମସ୍ତେ ସେ ମହାପ୍ରଭୁଙ୍କର ପଦାରବିନ୍ଦରେ ନିଜକୁ ସାମିଲ କରିଦେବା, ଆମ ଭିତରେ ସେଇ ସର୍ବେର ଭାବନାଟି ଆପେ ସୃଷ୍ଟି ହେବ। ଆମ ଭିତରେ ଥିବା ସମସ୍ତ ଭେଦାଭେଦ ଆପେ ଦୂରେଇ ଯିବ। ଏଇ ବିଚାରଧାରାର ଉତ୍ତରଣ ପାଇଁ ତ ସତ୍ସଙ୍ଗ। କିପରି ଭାବରେ ଆମ ଭିତରେ ଥିବା ସମସ୍ତ ଭେଦାଭେଦ ଦୂରେଇ ଯାଇ ଆମେ ସମସ୍ତେ ସମାନ ହେବା, ଆମ ଭିତରେ ଥିବା ଦ୍ୱେଷ, ଈର୍ଷା ଇତ୍ୟାଦି କେମିତି ଦୂରେଇବ? ଏସବୁ ଆମର ବିଚାର ଉପରେ ନିର୍ଭର କରେ ଆଜ୍ଞା। ନିଜେ ନିଜକୁ ଯେପର୍ଯ୍ୟନ୍ତ ଆମେ ନ ସଜାଡ଼ିଛେ, ସେମିତି ବରକୋଳି ଗଛର କଣ୍ଟା ପରି ପରସ୍ପର ଠାରୁ ଅଲଗା ରହିଥିବା ଏବଂ ନିଜେ ନିଜର ପ୍ରତିଷ୍ଠା ଖୋଜୁଥିବା, ଅଶାନ୍ତି ଭିତରେ ରହୁଥିବା। ଜୟ ଶ୍ରୀକୃଷ୍ଣ। ଅଷ୍ଟମେ ମଧ୍ୟମାନେବ୍ଧୌ ଲକ୍ଷ୍ମ୍ୟା ବିଷ୍ଣୁ ବୃତେ ସୁରୈଃ ଧନ୍ୱନ୍ତରେ ହୃତେ ସୋମେ ମୋହିନ୍ୟୁଦ୍ଭବୈର୍ଜତେ। ପ୍ରିୟ ଦିବ୍ୟାତ୍ମନ୍,
आमे माने तो विगत अध्याय आलोचना करिछे महाप्रभु जेतेबेले निजे शौर्य होई निजे सामर्थ्य होई निजे उत्साह होई समस्त देवतांक ठारू आरंभ करी दानव मानक भितरे प्रवेश करी गले वासुकी भितरे प्रवेश करिसेंती प्रभु मंदराचल को धारण करिसेंती ठाकुर शून्य रहिचंती निजे स्वयं जे कथा वेदर मध्य कहा जाइछि एको देवो सर्वभूतेषु गूढ़ सर्वव्यापी सर्वभूतांतरात्मा कर्माध्यक्ष सर्वभूत निवास साक्षी चेता केवल निर्गुणश्च। महाप्रभु समस्त मानक भितरे प्राणशक्ति ऊर्जा शक्ति सृष्टि कला परे अत्यंत आनंदर सहित मंथन कार्यक्रम आहुरी त्वरान्वित हेला। पुणी मंथिले करिमन्यु जळु उठिला काम धेनु। ये संसार भितर प्रथम संपत्ति होई आसिले गोमाता एवं ये गोमाता कामधनी होउचंती संतोषर प्रतीक। आज्ञा देखिबे गोटे गाय को अनुमान करंतु केते क्षमाशीला केते दानशीला केते संतोषता गोमाता भीतर रही बंधा होइथिबो आखि सामनारे छुआ पछपटु मालिक क्षीर दुई चलीथिबो जेतेबेले छुआ चाहूथिबो मार मुह को माँ मो पाई खाद्य मालिक नहीं जाउची सेतेबेले गोमाता निजर छुआ को चाटीदब धन मन दुख करचु कि से पर आम मालिक पानी कुंडा चोकड़ सबु दउची नौ जहा बलिब तो पाई मुझे यथेष्ट हेबो। गोमाता केते सुरक्षा दिए थरे चिंता कले आमने जो माँ माने शुणुचंती टिके चिंता करंतु ना जदि आम आखि सामनारू आम छुआर खाद्य को किए नहीं जाए आम आखि सामने आम बर्दास्त करिबा तो गोमाता सहनशीलतार प्रतीक गोमाता संतोषतार प्रतीक एवं जोठी संतोषता थाए सहनशीलता थाए सेठी सात्विकता सृष्टि हुए सेठी ब्रह्मत्व सृष्टि हुए। बोध एमती गोटे तत्व को प्रतिष्ठा करिबा पाई जेतेबेले गोमाता कामधनु बाहरी समुद्र मंथनरू से धनु क्षमा करिवे से धेनु देखी तो समने ब्राह्मणे मिलिले मंथने। ब्राह्मण माने जाई पहुंची गले एवं दान स्वरूप ब्राह्मण मानक दे दिया गला कामधेनु। परवर्ती पर्यायर सृष्टि होइचंती उच्चैश्रवा अश्व। उच्चैश्रवार अर्थ कौन? श्रवर अर्थ हेउची कीर्ति। उच्चैश्रवा कीर्तिर प्रतीक। पर्वत परि मन को जे स्थिर कर दे पारिबो से ही जगत रे कीर्ति हासिल करिबो। बोधुए सेमती गोटे कथा को स्वीकार करी इंद्र को प्रदान करागला उच्चैश्रवा। ऐरावत आसीचंती पद्मराग मणि आसीचंती आज्ञा कौस्तुभ रत्न आसीचंती सेतिकी नुहे उठिले अपसरा वृंद सुस्वरे करी गीत नाद। परवर्ती पर्यायर अप्सरा माने मध्य सृष्टि होइचंती एई समुद्र मंथनर। किंतु दृश्यपट बदली गला जेतेबेले महालक्ष्मी निजे समुद्र भितर सृष्टि हेले। मन भितर प्रश्न आसीबो महालक्ष्मी समुद्र भितर आसिले केमती? सूचना क्रम रे एतिकी कहा जाई पारे सारला दास लिखिचंती लक्ष्मी नारायण वचनिकार आमे शुणिथिबा महाप्रभु जेतेबेले नीलाद्रि विजय हुअन्ति जगन्नाथ महाप्रभु रथयात्रार परवर्ती पर्यायर लक्ष्मीनारायण कଳି गोटे हुए सेठी से कथा आलोचित हुए। महाप्रभु श्रीमन जगन्नाथ रागी जाइकरी कहती ब्रह्मा गढ़ुथिले नारी मूर्ति गोटे आखि होई गला टेरी
ଦୂର ଦରିଆରେ ଫିଙ୍ଗି ଦେଇଥିଲେ ମନେ ନାହିଁ ତୋର ସିରି। ଆରେ ଯେତେବେଳେ ବ୍ରହ୍ମା ତିଆରି କରୁଥିଲେ ମହାଲକ୍ଷ୍ମୀ, ମହାଲକ୍ଷ୍ମୀଙ୍କ ନିକଟରେ ପ୍ରଭୁ କହୁଛନ୍ତି ତତେ ଯେତେବେଳେ ବ୍ରହ୍ମା ତିଆରି କରୁଥିଲେ ତୋ ଆଖି ଟେରା ହେଇଗଲା ବୋଲି ଫିଙ୍ଗିଦେଲେ, ସମୁଦ୍ର ଭିତରେ ପଡ଼ିଥିଲୁ, ତୁ ପୁଣି ମୋତେ ଗଳି କରୁଛୁ, ମୋ ପାଖରେ କଳି କରୁଛୁ। ହଁ, ମହାଲକ୍ଷ୍ମୀଙ୍କୁ ସିନା ଆମେ ଏମିତି ଟେରି ବୋଲି କହିଦେଉଛେ, କିନ୍ତୁ ବିଶ୍ୱକାନ୍ତି ସାର ପିୟୁ ସେ ଗୋଳି, ବିଧି ବନାଇଛି ଶୋଭା ପିତୁଳି, ବରଦିତ ଟାଙ୍ଗ ଣାରେ ଝାଳିଲା, ବିଚିତ୍ର ହେ ମୋର ସାଣେ ସାଣିଲା ସେ, ବିଗ୍ରହ ଲାବଣ୍ୟ ନିରେଜେ, ବୁଡ଼ାଇ ଥୋଇ ଜୀବନ୍ୟାସ ଦେଇଛି, ପରାମୋହନ ମନ୍ତ୍ରରେ ଯେ। ସାରା ସଂସାରର ସମସ୍ତ ସୌନ୍ଦର୍ଯ୍ୟତମ ବସ୍ତୁ ଏକତ୍ରିତ କରିଦେଲେ ମଧ୍ୟ ମହାଲକ୍ଷ୍ମୀଙ୍କର ଇଏ ପାଦଘଷା ପଥର ସହିତ ସମାନ ହୋଇପାରିବ ନାହିଁ ବୋଲି ଅନେକ କବିମାନେ ମତ ଦିଅନ୍ତି। ତେବେ ଯେତେବେଳେ ମହାଲକ୍ଷ୍ମୀ ପ୍ରଗଟ ହୋଇଛନ୍ତି ସମୁଦ୍ର ଭିତରୁ, ସେତେବେଳେ ଶାସ୍ତ୍ର କୁହନ୍ତି ସମସ୍ତ ଦେବତାମାନେ ଆକ୍ଷିପ୍ତ ଚିତ୍ତ ହୋଇଗଲେ। ପ୍ରିୟ ଦିବ୍ୟାତ୍ମନ, ଯୋଡ଼ିଏ କଥା ଚିନ୍ତା କରିବା। ଗୋଟିଏ ହେଉଛି ଆକ୍ଷିପ୍ତ ଚିତ୍ତ, ଆଉ ଗୋଟିଏ ହେଉଛି ବିକ୍ଷିପ୍ତ ଚିତ୍ତ। ବିକ୍ଷିପ୍ତ ଚିତ୍ତ ସବୁବେଳେ ଚଞ୍ଚଳ ମନା, ସଂକଳ୍ପ ବିକଳ୍ପ ଭିତରେ ଘୁରି ବୁଲୁଥିବ। ଆମେ କହୁନେ ମନ ଘୁରୁଛି ଏଠାରେ କେମନ୍ତେ, ମଶା ମଶାରୀରେ ପଡ଼ି ଯେମନ୍ତେ। ଯେମିତି ମଶାରୀ ଭିତରେ ଥିବା ମଶାଟି ସ୍ଥିର ହୋଇପାରେ ନା, ଭିତରେ ଆନନ୍ଦ ଅଛି, ସେଠି ରକ୍ତ ପିଇଥିବ ସତ, କିନ୍ତୁ ତା ଭିତରେ ରହିବାକୁ ଇଚ୍ଛା କରେ ନା, ବାହାରକୁ କେମିତି ଉଡ଼ିଯିବ। ମାଡ଼ ଖାଇ ମରିଯିବାର ସମ୍ଭାବନା ଅଛି ନା, କିନ୍ତୁ ବାହାରକୁ ବାହାରି ପାରୁଛି କି? ଖାଲି ମଶାରୀ ଭିତରେ ଯେମିତି ଛନ୍ଦାୟିତ ହେଉଥିବ, ବାହାରି ପାରୁନଥିବ, ଠିକ୍ ସେମିତି ସଂସାର ଭିତରେ ମନଟା ଏମିତି ବାନ୍ଧି ହୋଇଯାଇଛି ଯେ ବାହାରି ପାରୁନି, ଖାଲି ଏଠିକି ସେଠି ହେଉ ହେଉ ବିକ୍ଷିପ୍ତତା ସୃଷ୍ଟି ହେଉଛି। କିନ୍ତୁ ଯେତେବେଳେ କୌଣସି ଗୋଟିଏ ସ୍ଥାନରେ ମନଟି କେନ୍ଦ୍ରୀଭୂତ ହୋଇଯାଏ, ତାକୁ ହିଁ କହନ୍ତି ଆକ୍ଷିପ୍ତ ଚିତ୍ତ। ଆଜି ସମସ୍ତ ଦେବତାମାନେ ଯେତେବେଳେ ମହାଲକ୍ଷ୍ମୀଙ୍କୁ ଦେଖିଛନ୍ତି, ମହାଲକ୍ଷ୍ମୀଙ୍କୁ ଦେଖିଲା ପରେ କାହାରି ଭିତରେ କୌଣସି ବିକାର ଭାବ ସୃଷ୍ଟି ହୋଇନାହିଁ, ବରଂ ଯାହା ଜଗନ୍ନାଥ ଦାସ ମହାଭାଗ ଲେଖିଛନ୍ତି, ଲକ୍ଷ୍ମୀ ବଦନ ଚାହିଁବେ गे ଇନ୍ଦ୍ର ମିଳିଲେ ପଦ ଯୁଗେ, ରତ୍ନ ଆସନ ଦେଲାଣି ଯହିଁ ବିଜଏ କମଳିନୀ। ରତ୍ନ ଆସନ ସ୍ୱୟଂ ଇନ୍ଦ୍ରାଣୀ ଯୋଗାଇ ଦେଇଛନ୍ତି, ନିଜେ ଗଙ୍ଗା ଜଳରେ ଆଣି ପାଦ ଧୋଇ ଦେଇଛନ୍ତି। ସମସ୍ତ ମାନେ ଯେତେବେଳେ ମହାଲକ୍ଷ୍ମୀକୁ ଭୁରି ଭୁରି ପ୍ରଶଂସା କରୁଥିଲେ, ସେତେବେଳେ ମହାପ୍ରଭୁଙ୍କର ଯେ କ'ଣ ଆବେଗ ଥିଲା ଆମ ଭିତରେ ଜାଣିବାକୁ ଉତ୍କଣ୍ଠା ଥାଉ। ଟିକେ ପରେ ଆଲୋଚନା କଲେ କେମିତି ହେବ। ଜୟ ଶ୍ରୀକୃଷ୍ଣ। ମହାଲକ୍ଷ୍ମୀକୁ ଦେଖି ଇନ୍ଦ୍ରାଦି ଦେବ ସୁଖୀ, ବିଚାର କରନ୍ତି ସମସ୍ତେ। ମହାଦେବୀଙ୍କୁ ଆଜ ଅଭିଷେକରେ ସଜ କରିବା, ଶ୍ରଦ୍ଧା ଭକ୍ତି ଯୁକ୍ତେ ହେ ବସୁମତୀ। ଦ୍ରବ୍ୟ ଯୋଗାଡ଼ି ଲାଝଟତି, ନୃତ୍ୟ ଗୀତ ଆସର କମ୍ପି ଉଠେ ଅମ୍ବର, ଶୁଭୁଚି ଧ୍ୟାନ ମନ୍ତ୍ର ସ୍ତୁତି ସେ
ବସୁମତୀ ଦ୍ରବ୍ୟ ଯୋଗାଡ଼ି ଲାଜଟତି। ମହାଲକ୍ଷ୍ମୀକୁ ଦେଖି ସାରିଲା ପରେ ସମସ୍ତ ଦେବତାମାନେ ଆଜି ଆକ୍ଷିପ୍ତ ଚିତ୍ତ ହୋଇଯାଇଛନ୍ତି। ସମସ୍ତଙ୍କର ଚିତ୍ତ ଭିତରେ କେବଳ ଭକ୍ତି ଜାଗ୍ରତ ହୋଇଛି। ପ୍ରିୟ ଦିବ୍ୟାତ୍ମା, କାହାରି ଭିତରେ କୌଣସି ପ୍ରକାର ନକାରାତ୍ମକ ଚିନ୍ତାଧାରା ହିଁ ନାହିଁ। ବିଚାର କେବଳ ଆଜି ମହାଲକ୍ଷ୍ମୀକୁ ଆମେ ଅଭିଷିକ୍ତ କରିବା। ଅଭିଷିକ୍ତ କରିବା ପାଇଁ ଯେତେବେଳେ ଯୋଜନା ହୋଇଛି, ସେତେବେଳେ ମା ଧରିତ୍ରୀ ସମସ୍ତ ଅଭିଷେକ ଦ୍ରବ୍ୟ ଯୋଗାଡ଼ି ଦେଉଛି। କାମଧେନୁ ପଞ୍ଚଗବ୍ୟ ଦେଇ ଦେଉଛି। ଋଷିମାନେ ଅଭିଷେକ କରିବା ପାଇଁ ପ୍ରସ୍ତୁତ ହେଉଥିଲା ବେଳେ ଗନ୍ଧର୍ବ କିନ୍ନରମାନେ ଗୀତ ନାଚରେ ମସଗୁଲ। ଅପ୍ସରାମାନେ ଗୀତ ଗାଇବେ, ନାଚ କରିବେ। ଠିକ୍ ସେତିକି ବେଳେ ଐରାବତ ଏବଂ ପୁଣ୍ଡରିକ ହାତୀ ଦୁଇଟି ଯାକ ଆସି ସୁବର୍ଣ୍ଣ କଳସୀରେ ଜଳ ଅଭିଷେକ କଲେଣି ମହାଲକ୍ଷ୍ମୀଙ୍କ ଉପରେ। ସେତିକି ନୁହେଁ, ବାଜୁଛି ମୃଦଙ୍ଗ, ବାଜୁଛି ଶଙ୍ଖ, ବାଜୁଛି ଦୁନ୍ଦୁଭି, ଚାରିଆଡ଼ ପ୍ରକମ୍ପିତ ହେଉଛି। ବୈଜୟନ୍ତୀ ମାଳା ମାଙ୍କ ବେକରେ ଯେତେବେଳେ ପଡ଼ିଯାଉଛି, ଭାବୁଥିବେ କିଏ ଆଣିଦେଲା? ମା ସରସ୍ୱତୀ। ସରସ୍ୱତୀ ଆଣିଦିଲା ହାର ମନୋହର, ବ୍ରହ୍ମାଣୀ ଦେଲା ହସ୍ତେ ବିଚିତ୍ର କମଳ। ଉଜ୍ଜଳ କୁଣ୍ଡଳ ଯୁଗ୍ମ ଦିଲା ନାଗଗଣ, ଦେବଗଣେ ମିଳିଦିଲ ବିବିଧ ଭୂଷଣ। ସମସ୍ତ ମାନେ ମାଙ୍କୁ ସଜେଇଛନ୍ତି, ମାଙ୍କୁ ଭେଟି ଦେଇଛନ୍ତି। କିନ୍ତୁ ଏତିକି ବେଳେ ଚିନ୍ତା ଆସିଛି ମହାପ୍ରଭୁଙ୍କର। ହସିଦେଲେ, କହିଲେ ମହାଲକ୍ଷ୍ମୀ, ଏ ସୁନ୍ଦର ଅଭିଷିକ୍ତ ହେଲା ପରେ ମୁଁ ମଧ୍ୟ ତୁମକୁ ସ୍ୱାଧୀନତା ଦେଉଛି। ମାନେ ମୁଁ ସ୍ୱାଧୀନତା ଦେଉଛି ଅନେକ ଦିନ ଧରି ତୁମ ସହିତ ଏକାଠି ରହିବା, କଳ୍ପ କଳ୍ପାନ୍ତର ଧରି। ଏବେ ଯଦି ତୁମେ ଇଚ୍ଛା କରିବ, ନିଜର ମନ ପସନ୍ଦର ବର ବାଛିପାରିବ। ଲୀଳାକୁ ସୁନ୍ଦର କରିବା ପାଇଁ ମହାଲକ୍ଷ୍ମୀ କହିଲେ, ଠିକ୍ ଅଛି, ମୁଁ ଦେଖୁଛି ୟା ଭିତରେ ମନଲାଖି ବର କିଏ। ଋଷିମାନଙ୍କ ମୁହଁକୁ ଚାହୁଁଛନ୍ତି, ମନେ ମନେ ଭାବୁଛନ୍ତି ଏମାନେ ତ ନିଷ୍କାମ, ଏମାନଙ୍କ ସହିତ ବିବାହରେ କ'ଣ ପ୍ରୟୋଜନ ରହିଛି। ଶଙ୍କର ଭଗବାନଙ୍କୁ ଚାହୁଁଛନ୍ତି, ଆହା ଭସ୍ମଭୂଷିତାଙ୍ଗ ପ୍ରଭୁ, ଆଙ୍କ ପାଖରେ ତ କୌଣସି ପ୍ରକାର ଆସକ୍ତି ଥିଲା ପରି ଲାଗୁନି, ସମ୍ପୂର୍ଣ୍ଣ ଉଦାସୀ ଚରିତ ଇଏ। ଆଙ୍କ ସହିତ ରହିକରି କିପରି ଭାବରେ ମୁଁ କ'ଣ ବା ଲାଭ କରିବି। ମହାଲକ୍ଷ୍ମୀ କେବଳ ସବୁଆଡ଼େ ଘେରେ ଘେରେ ବୁଲି ଆସିଛନ୍ତି। ଜଗନ୍ନାଥ ଦାସଜୀ କେଡ଼େ ସୁନ୍ଦର ଲେଖୁଛନ୍ତି, ଦେଖନ୍ତୁ ନା। ପଥ ଚାଳନ୍ତେ ଜନମାତା, ରୂପେ କି ଦିଶେ ହେମଲତା। ମହାପ୍ରଭୁଙ୍କ କଥାକୁ ସ୍ୱୀକାର କରି ଟିକେ ମଜା ମାରିବା ପାଇଁ ସିନା ସମସ୍ତଙ୍କ ଭିତରେ ଘେରେ ବୁଲି ଆସିଲେ ମହାଲକ୍ଷ୍ମୀ ମା। ହାତରେ କମଳଟିଏ ଧରିଛନ୍ତି, ହେଲେ ମନ ଭିତରେ ତ ସେଇ ବିଷ୍ଣୁ। ବିଷ୍ଣୁ ଚରଣେ ମନ ଦେଇ, ଆନନ୍ଦେ ବେନି ପାଶେ ଚାହିଁ। ସମସ୍ତଙ୍କୁ ଦେଖି ଦେଖି ବୁଲି ବୁଲି ଆସିଲେ। ମହାପ୍ରଭୁ ତ ବସିଛନ୍ତି, କ'ଣ କରିବେ? ଗୋବିନ୍ଦ ଗଳେ ମାଳା ଦେଇ, ଅନଙ୍ଗ ଲୋଚନେ ଅନାଇ, କୋଳେ ବସିଲେ ଜନମାତା, ଯେ ଜୀବ ଜୀବନର ଦାତା। ଗୋବିନ୍ଦ କୋଳେ ଲକ୍ଷ୍ମୀ ଦେଖି, ଅସୁରେ ମନ୍ଥନ ଉପେକ୍ଷୀ। ମହାପ୍ରଭୁଙ୍କ ନିକଟରେ ମହାଲକ୍ଷ୍ମୀଙ୍କୁ ଦେଖିଲା ପରେ ଏପରିକି ରାକ୍ଷସ ମାନେ ମଧ୍ୟ ମନ୍ଥନ ବନ୍ଦ କରିଦେଇ ସମସ୍ତେ ଆନନ୍ଦରେ ନୃତ୍ୟ କରୁଥିଲା ବେଳେ ଏଇ ଯେଉଁ ରାକ୍ଷସ ମାନେ ମହାଲକ୍ଷ୍ମୀଙ୍କୁ ପାଇଲେ ନାହିଁ, ତାଙ୍କ ଭିତରେ ଗୋଟେ ବିଗୁଣ ସୃଷ୍ଟି ହେଲା। ହେଲେ ବିଗୁଣ ସୃଷ୍ଟି ହେଲେ କ'ଣ କରିବେ? କିଛି ତ ହିଁ ରାସ୍ତା ନାହିଁ। ଇଚ୍ଛା ସ୍ୱଭାବ ଗଲା ଦୂର, ଚାହାନ୍ତି ଉଦ୍ବେଗ ହୋଇଲେ କାତର। କ'ଣ କରିବା? ଲକ୍ଷ୍ମୀ ମା ହାତରୁ ଚାଲିଗଲା, ପୁଣି ମନ ଦୁଃଖ ଅଛି। ଆରମ୍ଭ ହେଲା ମନ୍ଥନ।
ମହାପ୍ରଭୁଙ୍କ ନିକଟରେ ଯେତେବେଳେ ମହାଲକ୍ଷ୍ମୀ ପହଞ୍ଚିଗଲେ, ଆଉ ତ ମହାପ୍ରଭୁଙ୍କ ଠାରୁ ମହାଲକ୍ଷ୍ମୀଙ୍କୁ ଛଡ଼େଇ ଆଣି ହେବନି, ମନଟି ଦୁଃଖ ହେଇଛି। ପୁଣି ଯେତେବେଳେ ମନ୍ଥାମୁନ୍ତି ଆରମ୍ଭ ହେଲା, ସେଥିରୁ ବାହାରିଲେ ବାରୁଣୀ। ବାରୁଣୀ ଅର୍ଥ ମଦ। ମଦକୁ ପିଇଲେ ସମସ୍ତ ଦୈତ୍ୟମାନେ ବାରୁଣୀ ମତ୍ତ ହୋଇଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଯେତେବେଳେ ଧନ୍ୱନ୍ତରୀ ଆସିଛନ୍ତି, ଗୋଟିଏ କଳସରେ ଅମୃତକୁ ଧାରଣ କରି, ଅସୁର ଗଣ ତାହା ଦେଖି ଧାଇଁଲେ ମନ୍ଥନ ଉପେକ୍ଷୀ, ଲୁଟିଲେ ସର୍ବ ବସ୍ତୁ ବଳେ, ଦେବଙ୍କୁ କରି ଅବହେଳେ। ଧନ୍ୱନ୍ତରୀଙ୍କ ହାତରୁ ଇଏ ଦୈତ୍ୟମାନେ ସମସ୍ତ ଅମୃତକୁ ଧାରଣ କରିଥିବା କୁମ୍ଭଟିକୁ ନେଇ ପଳେଇଲେ। ଦେବତାମାନଙ୍କ ମନରେ ଚହଳ ପଡ଼ିଗଲା, ପ୍ରଭୁ କେଡ଼େ ବଡ଼ କଥା ହେଇଗଲା, କେଡ଼େ ବଡ଼ କଥା ହେଇଗଲା। ଯଦି ସତରେ ଏଇ ଦୈତ୍ୟମାନେ ଅମୃତ ପାନ କରିଦିଅନ୍ତି, ତେବେ ତ ସରିଯିବ କଥା। ନିଶ୍ଚୟ ହୋଇଲୁ ଅନାଥ, ଶରଣ ରଖ ଜଗନ୍ନାଥ। ପ୍ରଭୁ ଆପଣ ହିଁ ଆମକୁ ରକ୍ଷା କରନ୍ତୁ, ରକ୍ଷା କରନ୍ତୁ। ମହାପ୍ରଭୁ କ'ଣ କଲେ? ପୁନଃ ମାୟା ପ୍ରଚଳନ କରିଛନ୍ତି ପ୍ରିୟ ଦିବ୍ୟାତ୍ମା। ତୁରନ୍ତ ଅସୁରଙ୍କ ଦେହରେ ପ୍ରବେଶ କରିଗଲେ ଏବଂ ଅସୁରଙ୍କ ଭିତରେ ଏମିତି ଗୋଟେ ଗର୍ଭଭାବ ସୃଷ୍ଟି ହେଲା, ଜଣେ ଆଉ ଜଣକୁ ଗାଳି କରୁଛି, ଜଣେ ଆଉ ଜଣଙ୍କୁ ଗାଳି କରୁଛି। ତୁ ଯଦି ମୋତେ ଅମୃତ ନ ଦେବୁ ମୁଁ ତୋତେ ମାରିଦେବି। ସେ କହୁଛି ମୋର ଅମୃତ ଉପରେ ସମସ୍ତ ଅଧିକାର ରହିଛି, ମୁଁ ବେଶୀ ମନ୍ଥନରେ ବଳଦାନ କରିଛି। ଏମିତି ଯେତେବେଳେ ସେଇ ଦୈତ୍ୟମାନଙ୍କ ଭିତରେ ଅମୃତକୁ ନେବା ପାଇଁ ମାଡ଼ପିଟ ଆରମ୍ଭ ହୋଇଗଲା, ଯୁକ୍ତିତର୍କ ଆରମ୍ଭ ହୋଇଗଲା, ମହାପ୍ରଭୁ ସେତିକି ବେଳେ ମୋହିନୀ ରୂପ ହେଲେ। ଆମେ ତ ଜାଣିଛେ କାମିନୀ କାଞ୍ଚନ ମାୟା, ଯାହାକୁ ଥରେ ଲାଗିଲା ସିଏ ହୋଇଯିବ ବାୟା। ଏପରି ବାୟା ହୋଇଗଲେ ଯେ ସମସ୍ତେ ମୋହିନୀ କନ୍ୟା ପଛରେ ଇରେ ବାବା ଅମୃତ ଲାଳସା ଛାଡ଼ି ଦେଇ ମୋହିନୀ କନ୍ୟାକୁ ପାଇବା ପାଇଁ କେବଳ ବଲ ବଲ କରି ଚାହିଁଛନ୍ତି ଏବଂ ଏଇଠି ଅଧ୍ୟାୟ ବଢ଼ୁଛନ୍ତି। ଲେଖୁଛନ୍ତି ଜଗନ୍ନାଥ ଦାସଜୀ, ବିଷ୍ଣୁ ଯୁବତୀ ରୂପବାଣୀ, ସଙ୍କଟୁ ତର ଏହା ଶୁଣି। ମହାପ୍ରଭୁ ଯେ କିପରି ଭାବରେ ଯୁବତୀ ବେଶ ଧାରଣ କରିଛନ୍ତି, ଏଡ଼େ ସୁନ୍ଦର ବର୍ଣ୍ଣନା। ଆମେ ଭକ୍ତ ସମାଜରେ ନାରୀ ବର୍ଣ୍ଣନା କରିବା ମୋତେ ଟିକେ ସଂକୁଚିତ ଲାଗୁଛି, ଛାଡ଼ନ୍ତୁ। ଆମେ ଆସନ୍ତା ଅଧ୍ୟାୟରେ ସେ ବିଷୟରେ ଆଉ ଟିକେ ବିଶଦ ଭାବରେ ଆଲୋଚନା କରିବା। ଆଜି କଥା ଏଇଠି ଥାଉ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାୟାଂ ସଂହିତାୟାଂ ଅଷ୍ଟମ ସ୍କନ୍ଧେ ଭଗବାନ ମାୟୋପଲମ୍ପନମ୍ ନାମ ଅଷ୍ଟମ ଅଧ୍ୟାୟ। ଟିକେ ଆଖି ବନ୍ଦ କରିବା କି? ନାମ ସଂକୀର୍ତ୍ତନ ଯସ୍ୟ ସର୍ବପାପ ପ୍ରଣାଶନଂ, ପ୍ରଣାମ ଦୁଃଖ ଶମନଂ, ତଂ ନମାମି ହରିଂ ପରମ୍। ଓಂ ନମୋ ଭଗବତେ ବାସୁଦେବାୟ। ଶ୍ରୀକୃଷ୍ଣାୟ ସମର୍ପଣମସ୍ତୁ। ଆପଣମାନଙ୍କୁ ସମସ୍ତଙ୍କୁ ବାରମ୍ବାର ପ୍ରଣାମ। ଜୟ ଶ୍ରୀକୃଷ୍ଣ।